ସାଙ୍ଗମାନେ ଆପଣ ମହାଭାରତର ଦ୍ରୌପଦୀ ବସ୍ତ୍ର ହରଣ ବିଷୟରେ ଶୁଣିଥିବେ, କିନ୍ତୁ ଆପଣ କ'ଣ ଶୁଣିଛନ୍ତି କଲ୍ୟାଣ ସିଂହପୁର ଲୋକଙ୍କ ଦ୍ୱାରା ଗୋଟିଏ ଯୁବତୀଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଘୋଷାଡ଼ି ଆଣିକି ସେମାନଙ୍କୁ ନିର୍ମମ ଭାବରେ ପିଟା ଯାଉଛି। ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଇନ୍ତାଲିଗୁଡ଼ାର ସ୍ଥାନୀୟ ଲୋକମାନେ ଦୁଇ ଜଣ ଯୁବକ ଏବଂ ଯୁବତୀଙ୍କୁ ମଝି ରାସ୍ତାରେ ଘୋଷାଡ଼ି ଯୁବତୀଙ୍କୁ ନିର୍ବସ୍ତ୍ର କରି ଦେହର କପଡ଼ା ସବୁ ଚିରି ଦେଇ ସେମାନଙ୍କୁ ଲାଠି ଚାପୁଡ଼ା ଲାଥ ମାରି ଝିଅଙ୍କ ପ୍ରତି ଅଭଦ୍ର ଆଚରଣ ଦେଖାଇ ସେମାନଙ୍କୁ ହିଂସାତ୍ମକ ଭାବରେ ଆକ୍ରମଣ କରାଯାଉଛି। ଏହି ସନ୍ଦେହରେ ଯେ ସେମାନେ ହେଉଛନ୍ତି ପିଲାଚୋର, ମାନେ ବିନା କିଛି ପ୍ରମାଣ 40 ରୁ 50 ଲୋକ ଆସୁଛନ୍ତି ଏବଂ ସେମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଉଛନ୍ତି। ଏବଂ ଏବେ ମଧ୍ୟ ଆପଣ ନିଜର ଚରିତ୍ର ଏବଂ ମାନବିକତା ଉପରେ ପ୍ରଶ୍ନ ଉଠାଇବା ବଦଳରେ ଆଙ୍ଗୁଠି ଉଠାଇବେ ଅନ୍ୟ ଲୋକ ଉପରେ। ଦେଖନ୍ତୁ ହଉଛି କ'ଣ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଠାରେ ଥିବା ଗ୍ରାମ ବିକାଶ ନାମକ ଏନଜିଓ ତରଫରୁ ଜଣେ ଯୁବତୀ ଭଲେଣ୍ଟିୟର ସୁମନ ଝା ଏବଂ ଜଣେ ଯୁବକ ଭଲେଣ୍ଟିୟର ଅର୍ବିତ ସୁତାରିଆ ଓଡ଼ିଶାର ଇଣ୍ଟର ଏରିଆ ମାନେ ଗ୍ରାମୀଣ ବିକାଶ ଏବଂ ହେଲ୍ପିଂ ପ୍ରୋଜେକ୍ଟକୁ ନେଇକି ତାଙ୍କ ଅଞ୍ଚଳ ବୁଲିବାକୁ ଆରମ୍ଭ କରୁଛନ୍ତି ଏବଂ ସେମାନଙ୍କୁ ଦାରିଙ୍ଗବାଡ଼ି ଠାରୁ ଥୁଆମୂଳ ରାମପୁର ଯିବାର ଥିଲା। କିନ୍ତୁ ଜୁନ୍ 16 ତାରିଖ ରାତିର ପ୍ରାୟ 8ଟା ସମୟରେ ସେମାନେ ରାସ୍ତା ଭଟକି ଯାଇ କଲ୍ୟାଣ ସିଂହପୁର ଏନ୍ତୁଲିଗୁଡ଼ା ପାଖରେ ଯାଇକି ପହଞ୍ଚୁଛନ୍ତି ଏବଂ ଠିକ୍ ରାସ୍ତାକୁ ଜାଣିବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି ଯେ କେମିତି ଲୋକାଲ ଲୋକମାନଙ୍କ ଠାରୁ ସାହାଯ୍ୟ ନେଇକି ଆଗକୁ ବଢିବେ। ସେହି ସମୟରେ ସେମାନେ ଦେଖୁଛନ୍ତି ଯେ କିଛି ପିଲା ଗୁଡ଼ିକ ରଜ ପର୍ବର ସମାରୋହରେ ଦୋଳି ଝୁଲୁଛନ୍ତି ଏବଂ ସେମାନଙ୍କୁ ରାସ୍ତା ପଚାରିବା ସହିତ ତାଙ୍କ ପାଖରେ ଥିବା ବିସ୍କୁଟକୁ ବଣ୍ଟନ କରୁଛନ୍ତି ପିଲାମାନଙ୍କ ପାଖରେ। ଏବଂ ଯେହେତୁ ସେମାନେ ଓଡ଼ିଶା ବାହାରର ଥିଲେ, ମାନେ ଜଣେ ଥିଲେ ନ୍ୟୁ ଦିଲ୍ଲୀର ଆଜାଦପୁରର ଏବଂ ଜଣେ ଥିଲେ ସୁରାଟ ମାନେ ଗୁଜରାଟର, ସେହି କାରଣରୁ ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ। ସେହି ପିଲାମାନଙ୍କୁ ବିସ୍କୁଟ ଦେବା କାରଣରୁ ଏବଂ ହିନ୍ଦୀରେ କଥା ହେବା କାରଣରୁ ପାଖାପାଖି ଏରିଆରେ ମିଥ୍ୟା ଖବର ବ୍ୟାପିଗଲା ଯେ ସେମାନେ ହେଉଛନ୍ତି ପିଲାଚୋର। ଏନଜିଓରେ କାମ କରୁଥିବା ଲୋକଙ୍କୁ ପିଲାଚୋର ଭାବରେ ସନ୍ଦେହ କରାଯାଉଛି ଏବଂ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିକି ଦୁଇ ଜଣଙ୍କୁ ଆସଲ୍ଟ କରିବା ପାଇଁ ଲାଗୁଛନ୍ତି। ସୁମନ ଝା ଏବଂ ଅର୍ପିତ ସୁତାରିଆ ଭିଡକୁ ବୁଝିବା ପାଇଁ ଚେଷ୍ଟା କରିଥିଲେ ଏବଂ ତାଙ୍କେ ନିଜର ଏନଜିଓର ଆଇଡେଣ୍ଟିଟି କାର୍ଡ ମଧ୍ୟ ଦେଖାଇଥିଲେ, କିନ୍ତୁ ତାଙ୍କର କଥା ବିଲକୁଲ ଶୁଣା ଯାଇନଥିଲା। ତାପରେ 40 ରୁ 50 ଜଣ ଭିଡ ଆସିକି ସେମାନଙ୍କୁ ରାସ୍ତାରେ ଘୋଷାଡ଼ି ଟାଣି ଯୁବତୀଙ୍କର ଚୁଟି ଧରି ରାସ୍ତାରେ ଘୋଷାଡ଼ି ଆଣି ଜଣେ ଝିଅର ବସ୍ତ୍ରକୁ ଚିରା ଯାଉଛି ଏବଂ ଖରାପ ସ୍ପର୍ଶ କରି ଅତି ନିର୍ମମ ଭାବରେ ସେମାନଙ୍କୁ ମାଡ଼ ମରାଯାଉଛି। କିନ୍ତୁ ସେହି ଭିଡରେ କିଛି ଲୋକ ମଧ୍ୟ ଥିଲେ ଯେଉଁମାନେ ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ପରେ କଲ୍ୟାଣ ସିଂହପୁର ପୋଲିସ ଆସି ଦୁଇ ଜଣ ଭଲେଣ୍ଟିୟରକୁ ଉଦ୍ଧାର କରିଥିଲେ। ତ ସାଙ୍ଗମାନେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି କଲ୍ୟାଣ ସିଂହପୁର ଏନ୍ତାଲିଗୁଡ଼ାର ଲୋକମାନଙ୍କୁ ସନ୍ଦେହ ହେଲା ଯେ ସେହି ଦୁଇ ଜଣ ହେଉଛନ୍ତି ପିଲାଚୋର, ତ ସେମାନଙ୍କୁ କାହିଁକି ଅଟକ ନ ରଖିକି ପୋଲିସକୁ କଲ୍ କରାଗଲା ନାହିଁ? ନିଜ ପକ୍ଷରେ ସେମାନଙ୍କୁ କାହିଁକି ଭିଡ଼କୁ ଡାକିକି ସେମାନଙ୍କୁ ମାଡ଼ ମରାଯାଉଛି? ଏବଂ ଭାରତରେ ଗୋଟେ ସବୁଠୁ ଖରାପ ଜିନିଷ କ'ଣ, ଯଦି ଗୋଟେ ଲୋକ ଜଣକୁ ବଞ୍ଚାଇବା ପାଇଁ ଯାଉଛି ତ କିଛି ଲୋକ ବାହାରିବେନି ସେହି ଲୋକକୁ ବଞ୍ଚାଇବା ପାଇଁ, କିନ୍ତୁ ଯଦି ଲୋକ ଜଣକୁ ଯଦି ମାଡ଼ ମାରୁଛି ତାହେଲେ ଗୋଟେ ବଡ଼ ଭିଡ଼ ସେଇଠି ଜମା ହୁଅନ୍ତି ଏବଂ ନିଜକୁ ଗୁଣ୍ଡା ମାନିକି ସେମାନଙ୍କୁ ବିନା କାରଣରେ ମାଡ଼ ମାରିବା ପାଇଁ ଲାଗନ୍ତି।